ବିଜୁ ଜନତା ଦଳର ଉପସଭାପତି ଥିଲି ଯେତେବେଳେ ପ୍ରଦୀପ ପାଣିଗ୍ରାହୀ ସଭାପତି ଥିଲେ। ଆଉ ସେଇ ଦଳରେ ଏଇ ତାଙ୍କର ଏଇ ଯୋଉ ଠକ ଚୋର ଏଇସବୁ ଯାହା ପାଇଁ ବୋଲିକି ତାଙ୍କୁ ଦଳରୁ ପ୍ରତ୍ୟାଖ୍ୟାନ କରୁଛନ୍ତି। କୌଣସି ପବ୍ଲିକ ମଧ୍ୟ ତାଙ୍କ ସପକ୍ଷରେ ନାହାନ୍ତି। ଲୋକଙ୍କ ଠାରୁ ଠକି ଭାଙ୍ଗି ଯିଏ ପଇସା ନେଉଛି ତାଙ୍କୁ କୌଣସି ପବ୍ଲିକ ସମର୍ଥନ କରିବେ ନାହିଁ। ହେଲେ ବି ତାଙ୍କୁ ଲଜ୍ଜା ନଥାଏ କି ସେ ବିଜୁ ଜନତା ଦଳ ବିରୁଦ୍ଧରେ ବିଭିନ୍ନ ପ୍ରକାର ବୟାନ ଦଉଛନ୍ତି ଯୋଉଟା କି ଲୋକ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନାହାନ୍ତି। ପ୍ରଦୀପ ପାଣିଗ୍ରାହୀ ବାବୁ ରାଜନୀତିରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପୃଷ୍ଠପୋଷକତାରେ ଜୀବନ ଆରମ୍ଭ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳର ଦାୟିତ୍ୱରେ ମଧ୍ୟ ଥିଲେ। ଅସନ୍ତୋଷର ବହ୍ନି ହିଞ୍ଜିଳିରେ ଜଳିବାରୁ ଶେଷକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳରୁ ସେ ତାଙ୍କୁ ବିଦାୟ କଲେ। ଯେତେବେଳେ ସେ ଠକେଇ ଏବଂ ଜନବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ହେଲେ, ୟାର ପ୍ରମାଣ ପାଇଲା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ କୋଣଠସା କରିଛନ୍ତି। ଆଉ ଆଜି ସେ ମୁଖ୍ୟମନ୍ତ୍ରୀ ଏବଂ ବିଜୁ ଜନତା ଦଳ ବିରୁଦ୍ଧରେ ସିଏ ଗଞ୍ଜାମ ଜିଲ୍ଲାରେ ଓଡ଼ିଶାରେ ବର୍ତ୍ତମାନ କେନ୍ଦ୍ରବିନ୍ଦୁ ସାଜିଛନ୍ତି, ଯାହାକି ଭବିଷ୍ୟତରେ ଲୋକେ ୟାର ଉଚିତ ଜବାବ ଦେବେ। ସିଏ କେତେବେଳେ ବି କୌଣସି କର୍ମୀର କାମ କରିନାହାନ୍ତି କି ଉନ୍ନୟନମୂଳକ କାମରେ କାହାକୁ ସହଯୋଗ କରିନାହାନ୍ତି। ଆଉ ତାଙ୍କର ବୋଧହୁଏ ମୁଁ ଭାବୁଛି ତାଙ୍କ ପାଇଁ ଏଇଟା ଗୋଟେ ଶେଷ ରାଜନୈତିକ ଶେଷ ମୁହୂର୍ତ୍ତ ଭଳି ମନେ ପଡୁଛି। प्रदीप पाणिग्राही को ओडिशा सारा लोक चिन्हिଛନ୍ତି जे से को टाइप रो लोक तांकु गला थर भी जनसाधारण भोट मार्जिन बहुत कम रे से जीति नवीन पट्टनायक करिश्मा एथर से निश्चित भाव तांकु जनता प्रत्याख्यान करेंगे ए सन्देह नहीं। तांको ना रे क्रिमिनल केस अच्छी, तांको ना रे ठकई अभियोग अच्छी। इमितिका लोक को गंजामवासी प्रत्याख्यान करवा सुनिश्चित।